ଭାବୁଛି ସେଭଳି କିଛି ମେୟର ମହୋଦୟ ତ ସେ ପୂର୍ବରୁ କହିଦେଇଛନ୍ତି। ମୁଁ ଭାବୁଛି ଯେତିକି ଗତ ବର୍ଷ କୁହା ହେଇଛି ଏ ବର୍ଷ ତାର ସେଭଳି ଘଟଣା କୌଣସି ଘଟିବ ନାହିଁ ଏ ବିଶ୍ୱାସ ଅଛି। ଆମେ ଓଡ଼ିଆ ଲୋକ, ଆମ ପରମ୍ପରା, ଆମ କଥାକୁ ନେଇକି ଆମେ ବଜାରରେ ବା ମାର୍କେଟରେ ଚଲେଇବା। ଆମେ କାହିଁକି ଅଶ୍ଳୀଳ କଥାକୁ ଯିବା? ସରକାର ପୁରା ପ୍ରସ୍ତୁତ ଅଛି, ସେମିତି ହବନି ବୋଲି ମୋର ଦୃଢ଼ ବିଶ୍ୱାସ। ଯଦି ହେଲା ଆଇନ ଅନୁସାରେ ନିଷ୍ପତ୍ତି ନିଆଯିବ। ଆମ ଐତିହ୍ୟ, ଆମ ପରମ୍ପରା, ଖଣ୍ଡଗିରିର କୁମ୍ଭ ମେଳା, ଯାହା ଆସନ୍ତା 25 ତାରିଖଠୁ ଆରମ୍ଭ ହେବ, 1 ତାରିଖ ପର୍ଯ୍ୟନ୍ତ ଚାଲିବ। ସେ ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହିତ ସାଂସ୍କୃତିକ ଏବଂ ବ୍ୟବସାୟିକ କାର୍ଯ୍ୟକ୍ରମ ମଧ୍ୟ ଚାଲିଥାଏ। ତାକୁ ସୁରୁଖୁରୁରେ କିଭଳି ଭାବେ ସେ ମେଳା ସମାପ୍ତ ହେବ, ସେଥିପାଇଁ ବିଶେଷ ଭାବରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ ତାର ଦାୟିତ୍ୱ ନେଇଛି ଏବଂ ରାଜ୍ୟ ସରକାର କନସର୍ନ ଡିପାର୍ଟମେଣ୍ଟ ମଧ୍ୟ ସେ କଥାକୁ ବୁଝୁଛନ୍ତି। ବିଶେଷ ଭାବରେ ଯେହେତୁ ଭୁବନେଶ୍ୱର ମ୍ୟୁନିସିପାଲ ଏରିଆରେ, ତେଣୁ ବିଶେଷ ଭାବରେ ମ୍ୟୁନିସିପାଲିଟିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏ ସମସ୍ତ କାର୍ଯ୍ୟକ୍ରମ ଚାଲିବ। ତେଣୁ ଆଜି ମେୟରଙ୍କ ଅଧ୍ୟକ୍ଷତାରେ ବିଏମ୍ସି ଠାରେ ଗୋଟେ ଜଏଣ୍ଟ ମିଟିଂ ବସିଥିଲା। ତା ଦେହରେ କନସର୍ନ ଡିପାର୍ଟମେଣ୍ଟ, ଟ୍ରାଫିକ୍ ହଉ, ଫାୟାର ହଉ, R&B ହଉ, ସ୍ୱେରେଜ ହଉ, ଡ୍ରେନେଜ ଡିଭିଜନ ହଉ, ସମସ୍ତ ବନ୍ଧୁମାନେ ଏଠିକି ଆସିଥିଲେ। ବିସ୍ତୃତ ଭାବରେ ଆଲୋଚନା ପର୍ଯ୍ୟାଲୋଚନା ହେଲା। ଯେଉଁମାନେ ଯେଉଁ ଡିପାର୍ଟମେଣ୍ଟର ଯାହା ଯାହା ଦାୟିତ୍ୱ, ସେ କଥାକୁ କିଭଳି ଭାବେ ସୁରୁଖୁରୁରେ ସାରିବେ ଏବଂ ଆମେ 22-23 ତାରିଖ ତାକୁ ଆଉଥରେ ମେୟର, ମୁଁ ଏବଂ ସ୍ଥାନୀୟ କର୍ପୋରେଟର ମାନେ ସମସ୍ତଙ୍କ ମିଳିତ ସହଯୋଗରେ ସେଠି ଯାଇକି ଦେଖିଦେବୁ କ'ଣ କ'ଣ କାମ ସରିଛି। ଯାହା ସରିନଥିବ ଆଉ 1-2 ଦିନ ଭିତରେ ମଧ୍ୟ ତାକୁ ସାରିବାକୁ ଚେଷ୍ଟା କରିବୁ। ଏବଂ ତା ସହିତ ଯେହେତୁ ସେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାଏ, ସେଠି ବହୁ ବାବାମାନେ ଆସିଥାନ୍ତି, ସାଧୁ ସନ୍ଥମାନେ ଆସିଥାନ୍ତି, ସେଠି ତ ରୁହନ୍ତି କିଛି, ଏବଂ ରାଜ୍ୟ ବାହାରୁ ମଧ୍ୟ ବହୁତ ସାଧୁ ସନ୍ଥ ଆସିଥାନ୍ତି। ସେମାନେ କିଭଳି ଭାବେ ସେ ସ୍ଥାନକୁ ଏକ ଆଧ୍ୟାତ୍ମିକ ପରିବେଶ କରିବା ସଙ୍ଗେ ସଙ୍ଗେ ଆମର ଯେଉଁମାନେ ଆସନ୍ତି, ବହୁତ ଭକ୍ତ ଆସନ୍ତି, ସ୍ଥାନୀୟ ଲୋକମାନେ ଆସନ୍ତି, ତାଙ୍କର ଦର୍ଶନ ସହିତ ତାଙ୍କଠୁ ଆଶୀର୍ବାଦ ଭିକ୍ଷା କରିଥାନ୍ତି, ସେ କାର୍ଯ୍ୟକ୍ରମ ମଧ୍ୟ ସୁରୁଖୁରୁରେ ଚାଲିବ। ବାବାମାନେ ବା ସାଧୁ ସନ୍ଥମାନେ ଭଲରେ ସେଠି ରହିକି ଯୋଗ ହଉ, ତାଙ୍କର ଯାହା ଅଛି ବିଭିନ୍ନ କାର୍ଯ୍ୟକ୍ରମ, ପୂଜା ପଦ୍ଧତି ଠାରୁ ଆରମ୍ଭ କରି ହୋମ ଯଜ୍ଞ ଯାହା କରିବା କଥା ସେମାନେ ଭଲରେ କରିବେ। ଭଲରେ ସେ ସ୍ଥାନରେ ରହିକି ସେମାନେ ଆମର ଅତିଥି ସଦୃଶ୍ୟ। ତେଣୁ ଅତିଥିମାନଙ୍କୁ କିଭଳି ଭାବେ ଭଲରେ ଟ୍ରିଟମେଣ୍ଟ କରାଯାଇ ତାଙ୍କୁ ବିଦାୟ କରାଯିବ, ସେ କଥାର ଦାୟିତ୍ୱ ମଧ୍ୟ ଆମେ ସମସ୍ତେ ନେଉଛୁ। ବିଶେଷ ଭାବରେ ମୁଁ ଭାବୁଛି କନସର୍ନ ଡିପାର୍ଟମେଣ୍ଟର ସମସ୍ତ ବିଭାଗର ଅଧିକାରୀମାନଙ୍କ ସହିତ ଆଲୋଚନା ହେଲା ଏବଂ ବିଶେଷ ଭାବରେ ଐତିହ୍ୟ କଥା, ଐତିହ୍ୟ ପରମ୍ପରା କଥାକୁ ଆଖି ଆଗରେ ରଖି ସେଠି ଯେଉଁ ହୋର୍ଡିଂ ଅଛି, ସେ ହୋର୍ଡିଂ ସବୁରେ ଆମ ଓଡ଼ିଶାର ଐତିହ୍ୟ, ଓଡ଼ିଶାର ପରମ୍ପରା କଥା କିଭଳି ସେଇ 10 ଦିନ ରହିବ, ସେ କଥା ମଧ୍ୟ ବିଏମ୍ସିକି ଅନୁରୋଧ କରାଯାଇଛି। ମୁଁ ଭାବୁଛି ଆମ ଐତିହ୍ୟ, ଆମ ପରମ୍ପରାର କଥା ଯେଉଁମାନେ ଆସିବେ, ରାଜ୍ୟରୁ ଆସନ୍ତୁ, ରାଜ୍ୟ ବାହାରୁ ମଧ୍ୟ ଆସନ୍ତୁ, ଜିଲ୍ଲା ବାହାରୁ ଆସନ୍ତୁ, ସେମାନେ ଓଡ଼ିଶାର ପରମ୍ପରା ଐତିହ୍ୟ କଥା ମଧ୍ୟ ଦେଖିକି ଯିବେ। ମୁଁ ଭାବୁଛି ଆପଣମାନଙ୍କର ସହିତ ଆମେ ସମସ୍ତେ ମିଳିତ ଭାବେ ଆମ ସମସ୍ତଙ୍କର ଦାୟିତ୍ୱ ଭୁବନେଶ୍ୱର ସହରକୁ ଶ୍ରେଷ୍ଠ ସହର କରିବା ପାଇଁ ଯେଉଁ ପରିକଳ୍ପନା ରହିଛି, ଯେଉଁ ସ୍ୱପ୍ନ ରହିଛି, ତାକୁ ବାସ୍ତବତାରେ ପରିଣତ କରିବା ପାଇଁ ଏକ ସୁଯୋଗ। ମୁଁ ଭାବୁଛି ଏ କାମକୁ ଆମ ସମସ୍ତଙ୍କର ସହାୟତାରେ, ବିଶେଷ ଭାବରେ ମ୍ୟୁନିସିପାଲିଟି ତାର ଗୁରୁ ଦାୟିତ୍ୱ ନେଇଛି, ଆମ ସମସ୍ତଙ୍କ ସହାୟତାରେ ତାହା ସମ୍ଭବ ହୋଇପାରିବ ବୋଲି ମୋର ଆଶା ଏବଂ ବିଶ୍ୱାସ। ଗତ ବର୍ଷ ତ ମୁଁ ମ୍ୟୁନିସିପାଲିଟି କି ବହୁତ ବହୁତ ଧନ୍ୟବାଦ ଦେବି। ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନକୁ, ମେୟରଙ୍କ ଠାରୁ ଆରମ୍ଭ କରି ସମସ୍ତ କର୍ପୋରେଟର, ସମସ୍ତ କର୍ତ୍ତୃପକ୍ଷଙ୍କୁ ଗତ ବର୍ଷ ଭଲ କି, କାରଣ ସାଧୁସନ୍ଥ ଗଲା ଦିନ ଆମକୁ ଆଶୀର୍ବାଦ କଲା ଭଳି ଏଥର ଯାହା ହଉ ଭଲ ବ୍ୟବସ୍ଥା କଲ। ମୁଁ ଏଇ ବର୍ଷ ତାର ପୁନରାବୃତ୍ତି ହେବ ବୋଲି ମୁଁ ଆଶା କରୁଛି। ଆମେ ସେଇଥିପାଇଁ ବସିଥିଲୁ। ମୁଁ ଭାବୁଛି ସମସ୍ତ କନସର୍ନ ଅଫିସରଙ୍କ ସହିତ ଏ କାମ ସୁରୁଖୁରୁରେ ହେଇପାରିବ ବୋଲି ଆଶା କରୁଛି। ଯାତ୍ରା ଯେଉଁ ହେଉଛି, ଯାତ୍ରାରେ ଅଶ୍ଳୀଳତା ପାଇଁ ଗୋଟେ ବି ଇଏ ଉଠୁଛି, ତ ତାକୁ ନେଇ କ'ଣ କହିବେ? ରହିବ ଆପଣଙ୍କ ତରଫରୁ ଏଥରକ?
ନାଇଁ ମୁଁ ଭାବୁଛି ସେଭଳି କିଛି ମେୟର ମହୋଦୟ ତ ସେ ପୂର୍ବରୁ କହିଦେଇଛନ୍ତି। ମୁଁ ଭାବୁଛି ଯେତିକି ଗତ ବର୍ଷ କୁହାହେଇଛି ଏ ବର୍ଷ ତାର ସେଭଳି ଘଟଣା କୌଣସି ଘଟିବ ନାହିଁ ଏ ବିଶ୍ୱାସ ଅଛି। ଆମେ ଓଡ଼ିଆ ଲୋକ, ଆମ ପରମ୍ପରା, ଆମ କଥାକୁ ନେଇକି ଆମେ ବଜାରରେ ବା ମାର୍କେଟରେ ଚଲେଇବା। ଆମେ କାହିଁକି ଅଶ୍ଳୀଳ କଥାକୁ ଯିବା? ଯଦି କିଏ କଲା ତାହେଲେ କିଛି କମିଟିରେ ତଦାରଖ କରାଯିବ କି ଏବଂ ଯଦି କିଛି ହେଉଛି ତ ଆକ୍ସନ ହେବ କି? ସରକାର ପୁରା ପ୍ରସ୍ତୁତ ଅଛି, ସେମିତି ହବନି ବୋଲି ମୋର ଦୃଢ଼ ବିଶ୍ୱାସ। ଯଦି ହେଲା ଆଇନ ଅନୁସାରେ ନିଷ୍ପତ୍ତି ନିଆଯିବ।